ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ରାମନାଥ କୋବିନ୍ଦ 1 ଅକ୍ଟୋବର 1945 ମସିହାରେ ଜନ୍ମ ହୋଇଥିଲେ। ସେ ଜଣେ ଭାରତୀୟ ରାଜନେତା ଏବଂ ଓକିଲ ଯିଏ 2017 ମସିହାରୁ 2022 ମସିହା ପର୍ଯ୍ୟନ୍ତ ଭାରତର 14ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ 2015 ମସିହାରୁ 2017 ମସିହା ପର୍ଯ୍ୟନ୍ତ ବିହାରର 26ତମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ସେ 1994 ମସିହାରୁ 2006 ମସିହା ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ 16 ବର୍ଷ ଓକିଲାତି ଅଭ୍ୟାସ କରିଥିଲେ ଦିଲ୍ଲୀ ହାଇକୋର୍ଟ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।